ସେଠି ଦେଖିଥିବେ ଗ୍ରିଲ ଆମର ଗାଁରେ ଗ୍ରିଲ ନାହିଁ ଏ ହେଲା ଗେଟ୍ ଯେମିତି ଗାଈ ଗୋରୁ ନ ପଶନ୍ତୁ ଏ ଟେକିଲେ ପଶିଲି ଏ କଦଳୀ ଗଛ ସବୁ ଆମର ଏଣ୍ଟ୍ରି କଲା ମାନେ ଲେଫ୍ଟରେ ଆମର ଠାକୁର ଘର ହେଉଛି ଆମ ଗାଁ ରୋଡ। ହ୍ୟାଲୋ ହାଇ ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ ଆଶା କরি ସମସ୍ତେ ଭଲରେ ଥିବେ ଖୁସିରେ ଥିବେ ସାଙ୍ଗମାନେ ରେଗୁଲାର ବେସିକ ମୁଁ ଯୋଉ କ୍ୟାବ୍ କିମ୍ବା ଡ୍ରାଇଭିଂ ରିଲେଟେଡ୍ ଭିଡ଼ିଓ ଅପଲୋଡ କରେ ତ ଆଜି ଭିଡ଼ିଓଟି ସମ୍ପୂର୍ଣ୍ଣ ଅଲଗା ମୁଁ ହୋଲି ପାଇଁ ଗାଁରେ ଆସିଛି ଗାଁରେ ଆସିବା ରିଜିନ୍ କ'ଣ ନା ଆପଣଙ୍କର ଏମିତିରେ ବୁକିଂ କିଛି ନାହିଁ ଆଉ ବୁକିଂ ଦିନେ ଅଧା ହଉଛି ମୁଁ କାଲି ଖବର ପାଇଲି କ'ଣ କାଲି ମୁଁ ଆସିଲି ଯୋଉ ଗାଁରେ ସାଙ୍ଗମାନେ ଫୋନ କରି କହିଲେ କାଲି ବୁକିଂ ଠିକ୍ ଠାକ୍ ଥିଲା ତ ମୁଁ ତ ବାରଟା ଗୋଟେ ଯାଇ ବୁକିଂ କରିଥିଲି 3ଟା ବୁକିଂ ହେଇଥିଲା ମୋତେ ଟଙ୍କା 500 ହେଇଥିଲା ମୁଁ କହିଲି ହୋଲି ବି ଅଛି ଏମିତି ବୁକିଂ ନାହିଁ ଗାଁକୁ ଟିକେ ପଳେଇ ଆସିବା ତ ଏତେ ଦିନ ଆପଣମାନେ ଯୋଉ ସବୁ ମୋ ଭିଡ଼ିଓ ଦେଖିଛନ୍ତି ଗୋଟେ ବି ବ୍ଲଗିଂ ଭିଡ଼ିଓ ନଥିଲା ତ ବହୁତ ଭାଇମାନେ କମେଣ୍ଟରେ କହିଛନ୍ତି ଭାଇ ବ୍ଲଗିଂ ଭିଡ଼ିଓ କରନ୍ତୁ ଆଉ ମୁଁ ବି ଭାବିଲି ଯେ ବ୍ଲଗିଂ ବି ଷ୍ଟାର୍ଟ କରିବି ତ ପ୍ରଥମ କରି ଆଜି ବ୍ଲଗ ଭିଡ଼ିଓ ଆରମ୍ଭ କରିବାକୁ ଯାଉଛି ଯେହେତୁ ଜଣା ନାହିଁ ମୋର ଏ ବିଷୟରେ ଭଲ ମନ୍ଦ ଠିକ୍ ଠାକ୍ ହେଇପାରେ କୋଉଟା କ'ଣ ଆପଣଙ୍କର ଭୁଲ ଭାଲ ହେଇପାରେ ତ ଯଦି କିଛି ଭୁଲ ଭାଲ କିଛି ହେଲା କି ଖରାପ କିଛି ଲାଗିଲା ଦୟାକରି କ୍ଷମା କରିଦେବେ ସେଥିପାଇଁ ତ ଚାଲନ୍ତୁ ଦେଇ ନ କରିକି ଆଜିର ପ୍ରଥମ ବ୍ଲଗଟି ଷ୍ଟାର୍ଟ କରିବା ଆମେ ସିନା ପଳେଇ ଆସିଲୁଣି ଡାଇରେକ୍ଟ ଶ୍ୱଶୁର ଘରକୁ ହେଲେ ଶ୍ୱଶୁର ହାରିକା କେହି ନାହାନ୍ତି ମାନେ ମୋ ମିସେସଙ୍କ ବାପା ବୋଉ ଭାଇ ସମସ୍ତେ ଅଛନ୍ତି ବାହାରେ ଏଠିକି ମାନେ ସାନ ଭାଇ ତାଙ୍କର ରୁହନ୍ତି ରୁଷିଆରେ ଆଉ ଆପଣଙ୍କର ଯୋଉ ମୋ ଶ୍ୱଶୁର ଶାଶୁ ଆଉ ବଳଶଳା ଯିଏ ସେ ଚେନ୍ନାଇରେ ରୁହନ୍ତି ଆଉ ତାଙ୍କର ଏ ଯେ ଘର କାମ ଚାଲିଛି ମୁଁ ଅର୍ଥାତ୍ ଯୋଉ ଘର ଭିତରେ ଛିଡ଼ା ହେଇକି ଭିଡ଼ିଓ କରୁଛି ଏଟା ଆପଣ ଅଣ୍ଡର କନଷ୍ଟ୍ରକ୍ସନରେ ଅଛି ଯାହା କାମ ହେଇନି ସେମାନେ ରହୁଛନ୍ତି ବେଳେବେଳେ ମାନେ ବର୍ଷକୁ ଥରେ ଆସୁଛନ୍ତି ବାକି ଯେ ଟିକେ ଅଧା କାମ କରୁଛନ୍ତି ପୁଣି ପଳଉଛନ୍ତି ଘର ଦେଖୁଛି ଆପଣଙ୍କ ଫାଷ୍ଟ ଏଇଟା ହେଲା ଆପଣଙ୍କ ଗ୍ରିଲରୁ ପଶିଲେ ଏଇଠି ଫାଷ୍ଟ ଟିକେ ବସିବା ପାଇଁ ଜାଗା ତାପରେ ଦିଟା ରୁମ୍ର ଗେଟ୍ ଫାଷ୍ଟ ଗୋଟେ ଆପଣଙ୍କର ରହିଲା ରୁମ୍ ଛୋଟ ଏଇଟା ବୋଧେ କିଚେନ୍ କି ଠାକୁର ଘର କ'ଣ ହବ ତାପରେ ଇଏ ଗୋଟେ ରୁମ୍ ଏଠି ହେଲା ଆପଣଙ୍କର ସିଡ଼ି ଘର ଇଏ ହେଲା ଆଉ ଗୋଟେ ରୁମ୍ ସବୁ କାମ ଆହୁରି ଅଧା କାମ ବାକି ଅଛି ଖାଲି ଗ୍ରିଲ୍ ଲାଗିଛି ଝରକା ହେରିକାରେ ଆହୁରି କେତେ କ'ଣ ବାକି ଅଛି ପୁଣି ଇଏ ଗୋଟେ ରୁମ୍ ମୁଁ ବର୍ତ୍ତମାନ ଅଛି ଛାତ ଉପରେ ଆପଣମାନଙ୍କୁ ଦେଖଉଛି ଗାଁର ପରିବେଶ କେମିତି କେତେ ଅଲଗା ମାନେ ଆପଣ ସିଟିରେ ରହିବେ ସିଟିରୁ ରୁହନ୍ତୁ ମାସେ 6 ମାସ ବର୍ଷେ ତାପରେ ଯେତେବେଳେ ଗାଁକୁ ଆସିବେ ସେ ମଜା କିଛି ଅଲଗା ଗାଁର ପରିବେଶ ଚାରିଆଡ଼େ ଦେଖିଲେ ମନ ଦେଖନ୍ତୁ ଚାରିଆଡ଼େ ଗଛ ସବୁ ସିଟିରେ ସିନା ଆପଣମାନେ ରହୁଛନ୍ତି ପଇସା ଆଶାରେ 2 ପଇସା ଅଧିକା କମେଇବା ଇଏରେ ହେଲେ ଏଇଭଳିଆ ପରିବେଶ ଆପଣମାନେ ପାଇବେନି ସେଠି କିଏ ପୁଣି ନିଆଁ ଲଗେଇଛି ଧୂଆଁ ହେଲାଣି ଟୋଟାଲ ଚାରିଆଡ଼େ କୋଉଠି ଦେଖିବେନି ଫାଙ୍କା ଯେତେ ଗରମ ଦିନ ହେଲେ ବି ଏ ଗଛରେ ଥଣ୍ଡା ପବନ ଏରିଆରେ ସାନ ପୁଅ ମୋର ବାଲି ଦେଖିକି ଦେଖନ୍ତୁ ଖେଳୁଛି ସେ ଦେଖିନି ନା କେବେ ସେ ଜନ୍ମରୁ ଭୁବନେଶ୍ୱରରେ ଆଉ ବର୍ଷେ ତଳେ ଆସିଥିଲେ ଯୋଉ ଗାଁକୁ ସେତେବେଳକୁ ସେ ପୁରା ଛୋଟ ଥିଲା ଏତେ ଖେଳି ପାରିନି ଏବେ ବାଲି ଦେଇକି ମଜା ନଉଛି କାଲି ଯୋଉ ଆସିଲି ମୁଁ ଏଯାଏ ମୋ ଘରକୁ ଯାଇନି ଅଛି ଶ୍ୱଶୁର ଘରେ ଆମ ଘରଠୁ ମାନେ କେତେ 10-15ଟା ଘର ଡିଫରେନ୍ସ କହିବାକୁ ଗଲେ ସେ 400-500 ମିଟର ତ ମୁଁ ଯିବି ଏବେ ଘର ଆଡ଼ିକି ତ ଚାଲନ୍ତୁ ଦେଖେଇବେ ଆମ ଘର କେମିତି କ'ଣ ଆମ ଘର କୋଉ ଜାଗାରେ ହେଉଛି ଆମ ଗାଁ ରୋଡ ଶ୍ୱଶୁର ବାହାରିଲି ଆଉ ମାନେ କେତେ 10-15ଟା ଘର ଚାଲିକି 5 ମିନିଟ୍ ପହଞ୍ଚିବା ଘରକୁ ପହଞ୍ଚିଲେଣି ଘରେ ସେଠି ଦେଖିଥିବେ ଗ୍ରିଲ ଆମର ଗାଁରେ ଗ୍ରିଲ ନାହିଁ ଏ ହେଲା ଗେଟ୍ ଯେମିତି ଗାଈ ଗୋରୁ ନ ପଶନ୍ତୁ ଏ ଟେକିଲେ ପଶିଲି ଏଣ୍ଟ୍ରି କଲେ ଆମ ଗାଁରେ ଇଏ ହେଲା ଆମ ବଡ଼ ଘର ମାନେ ଯୋଉ ଘରେ ଆମେ ରହୁ ବୋଉ ଆମର ଲଗେଇଛନ୍ତି ସବୁ ଫୁଲ ଗଛ ଏ ହେଲା କଖାରୁ ଗଛ
ନେଚର ଗାଁର ଅଲଗା ପ୍ରକାର। ଏଇଟା ହେଲା ଆମ ରୋଷେଇ ଘର। ଆମ୍ବ ଗଛ ଦେଖନ୍ତୁ, ଆମ ଗଛରେ ଆମ୍ବ ବି ଫଳିଛି, ଛୋଟିଆ ଛୋଟିଆ ସବୁ ପଡ଼ିଛି। ଯେହେତୁ ଆମର ଯୋଉ ଇଫକୋ ପାଖରେ ଆମ ଘର, ଇଫକୋ ସାଇଡ୍ ଆଉ କଣ, ଇଫକୋରୁ ଯଦି ନଈ ପଥରେ ଆସିବ 10-12 କିଲୋମିଟର। ତାରି ସକାଶେ ଯୋଉ ମାନେ ଇଫକୋରୁ ଯୋଉ ସାରର ସ୍ମେଲ ସବୁ ଆସେ ଏପଟେ, ଆସିକି ଆପଣଙ୍କ ଯୋଉ ଫଳ ଆଉ ଭଲ ହୁଏନି, ଆମ୍ବ ସବୁ ନଷ୍ଟ ହେଇଯାଏ। ଏଣ୍ଟ୍ରି କଲି ମୁଁ ବର୍ତ୍ତମାନ ଘରେ। ଫାଷ୍ଟ ଏଣ୍ଟ୍ରି କଲା ମାନେ ଲେଫ୍ଟରେ ଆମର ଠାକୁର ଘର, ତାପରେ ଏଇଟା ଭିତରେ ପଶିଲି। ଯେହେତୁ ଆମେ ଘରେ ରହୁନୁ, ଏଇ ଜାଗାରେ ରୋଷେଇ କରନ୍ତି। ଆଉ ତ ଘରେ ଏତେ ଜାଗା ନାହିଁ, ଇଏ ଆମ ବାପା ବୋଉ ଖାଲି ରହୁଛନ୍ତି ନା ଘରେ, ଏଇ ଜାଗାରେ ରୋଷେଇ କରନ୍ତି। ସିଲିଣ୍ଡର ଆଗ କାଳର ଯୋଉ ଗାଁ ମାନଙ୍କରେ, ଆମେ ସେଠି କଣ ଟିଣ ଇଏରେ ଚାଉଳ ରଖୁ, ଆମର ୟାରି ଭିତରେ ଚାଉଳ। ବାକି ଏଇଠି ବସି ଖାଇବା ପିଇବା। ଆଉ ବେଡରୁମ କହିଲେ ଏଇଟା ଅନ୍ଧାର ହେଇଛି, ଲାଇଟ୍ ଟା ଲଗେଇଦେ। ଏ ଖଟ ଆମର, ଟିଭି ଲାଗିଛି, ସେ ଯୋଉ ଆପଣଙ୍କର ଥିଲା ଯୋଉ କଣ ଫ୍ଲାଟ ଟିଭି, ଯୋଉ ବଡ ଟିଭି। ଏବେ ଯୋଉ ଏଲଇଡି ସେ ଟିଭି ନୁହେଁ, ସେ ପୁରୁଣା ଟିଭି। ଗାଁରେ ତ କେହି ରହୁନାହାନ୍ତି, ବାପା ବୋଉ ହେରିକା। ଆମ ସିଷ୍ଟମ ସବୁ ଯୋଉଠି ବଲ ସେଇଠି ସୁଇଚ୍। ବାପାଙ୍କ ସିଷ୍ଟମ ଏସବୁ। ଆପଣ ରାତିରେ ଶୋଇଲା ବେଳକୁ ଇଏ ନୁହଁ ଯେ ଲାଇଟ୍ ବନ୍ଦ କରିବାକୁ ପୁଣି ଉଠିକି ଯିବାକୁ ପଡିବ। ବାପାଙ୍କର ମାନେ ଅଲଗା ପ୍ରକାର ଟେକ୍ନିକ। ଇଏ ଦେଖନ୍ତୁ, ଇଏ ଗୋଟେ ସୁଇଚ୍, ଇଏ କୋଉଟା କଣ ମୁଁ ବି ଠିକ ସେ ଜାଣିନି। କୋଉଠି କଣ ଅନ୍ କଲେ କୋଉଟା ଜଳିଯିବ। ଏ ଫ୍ୟାନ ଚାଲିଲା ବୁଲିଲାଣି, ଶୋଇବେ ଫ୍ୟାନ ଶୀତ ଲାଗିଲା ଫ୍ୟାନ ବନ୍ଦ କରିବେ, ସାଙ୍ଗେ ସାଙ୍ଗେ ଏଇଟା ବନ୍ଦ କଲେ ଶୋଇଲା। କିଏ ପୁଣି କୋଉଠି, ଓହୋ ଏ ବୋର୍ଡରେ କଣଟେ ସେ ପାଇଁ ମୋବାଇଲ ଚାର୍ଜ ଲଗେଇବେ ଏଇଠି। ଇଏ ପୁଣି କଣ ବୋର୍ଡ ଚାର୍ଜର ଲାଗିକି ଅଛି। ସିଷ୍ଟମ ଗୋଟେ ଦେଖନ୍ତୁ, ଇଏ ହେଲା ଚାର୍ଜର, ଆଉ ଇଏ ଆପଣଙ୍କ ଡାଟା କର୍ଡ। ଚାରିଟା ଇଏ ଲାଗିଛି, ଖଟରେ ଲାଗିକି ଆଉ ଅଛି। ଇଏ ଦେଖନ୍ତୁ, କଣ ଚାର୍ଜର ମାନେ ଡାଟା କର୍ଡ ଖୋଲିକି କୋଉଠି ନେଇକି ଯାଇପାରିବେନି, ଇଏ ଲାଗିଛି। ବାକି ସୁଇଚ ସବୁ ଦେଖନ୍ତୁ, ଇଏ ହେଲା ମାନେ ମାଟି କାନ୍ଥ ଘରରେ ଏମିତିଆ ୱାରିଂ ଦେଖିନଥିବେ। ଉପରେ ଏମିତି ତାର ଲଗାଇଥାଏ, ତାପରେ କଭର ଦିଆଯାଇଥାଏ। ଇଏ ଆମର ମାଟି ଭିତରେ, କାନ୍ଥ ଭିତରେ ଦେଇକି ଆସିଛି ତାର। ଆସିକି ଏପଟେ ଦେଖନ୍ତୁ, ଖଟ ଇଏରେ ପୁଣି ହୋଲ ହେଇଛି। ଏଇ ପଛପଟ ପଶିଛି, ପଶିକି ଏଇଠି ହୋଲ ହେଇଛି, ଏଇଠୁ ବାହାରିଛି ସୁଇଚ ସବୁ। ଇଏ ଯୋଉ ଖାଇସାରିଲା ପରେ ଦାନ୍ତରେ ଯଦି କିଛି ପଶିଯିବ, ଇଏ ରଖିଛନ୍ତି କାଠି, ଟୁଥପିକ୍ ଯୋଉଟା କହୁଛୁ ଆମେ। କୋଉ ଜିନିଷର କୋଉ ସିଷ୍ଟମ, ବାପାଙ୍କ ସିଷ୍ଟମ ସବୁ ଅଲଗା ପ୍ରକାର। ଏ ଚେୟାରରେ ଆମର 6ଟା ଚେୟାର ଥିଲା, ମୁଁ ଭୁବନେଶ୍ୱର 3ଟା ନେଇକି ଯାଇଛି, ଆଉ ଗୋଟେ ତ ଦେଖୁଛି, ବାକି କୋଉଠି ଜାଣିନି। ଇଏ ହେଲା ଆମ ଘର। ଘର କାନ୍ଥ ଦେଖନ୍ତୁ, ବାଉଁଶ କାଟିକି କାନ୍ଥ ଦିଆଯାଇଛି। ଭିତର ପଟେ ଆପଣ ଜରି ଲଗା ହେଇଛି, ଇଏ ନୁହଁ ଯେ ବାହାରପଟେ କିଛି ଦିଶିବ। ଆଗର କାରିଗରୀ ସବୁ। ଏଇଠି ପୁଣି ବୋର୍ଡ, ଏଇଠି ବଲ। ଆପଣଙ୍କୁ ଲାଗିବ କଣ ମାନେ ମାଟି ଘର, ଗାଁ ଘର, ହେଲେ ୱାରିଂ ଦେଖିଲେ ଆପଣ କହିବେ କୋଉଠୁ ମାନେ କୋଉ ଇଲେକ୍ଟ୍ରିସିଆନ ଆସି ୱାରିଂ କରିଛି। ସବୁ ଦେଖନ୍ତୁ, କୋଉଠି ଆପଣ ମାନେ ଟିକେ ରିସ୍କି ଜାଗା ଦେଖିବେନି। ଛୋଟିଆ ଘର, 2ଟା ବଲ ହେଲେ ଚଳିଯିବ। ଏଇ ଘର ତ ଦେଖେଇ ସାରିଲେଣି, ଏଥର ଚାଲନ୍ତୁ ରୋଷେଇ ଘର ଯୋଉଟା। ରୋଷେଇ ଘର ଆଗରୁ ଥିଲା, ଏବେ ତ ରୋଷେଇ ହଉନି। ଆମେ ଯେହେତୁ ରହୁନୁ, ବାପା ବୋଉ ଏଇ ଘର ହିଁ ରୋଷେଇ ବାସ ସବୁ କରନ୍ତି। ତ ଚାଲନ୍ତୁ ସେ ଘର ଦେଖୁଛୁ। ଏଇଟା ଥିଲା ରୋଷେଇ ଘର। ଯେହେତୁ ଆମେ ରହୁନୁ, ବାପା ବୋଉ ସେ ଗୋଟିଏ ଘରେ କାମ ଚଳେଇ ଦଉଛନ୍ତି। ଆଉ ଗାଁରେ କଣ ହୁଏ, ଆମର ସେଠି ଯେମିତି ଗୋଟେ ଦିନରେ ଆପଣ ସିଲିଣ୍ଡର ବୁକ୍ କଲେ, 2-3 ଦିନ ଭିତରେ ସିଲିଣ୍ଡର ପଳେଇ ଆସେ। ଗାଁରେ ସେମିତି ସିଷ୍ଟମ ନାହିଁ, କାଠରେ ବି ରୋଷେଇ କରିବାକୁ ପଡେ। ଆଉ ନର୍ମାଲି ଆଗରୁ ତ କାଠ ଚୁଲିରେ ରୋଷେଇ ହଉଥିଲା। ଇଏ କାଠ ମାନେ ଷ୍ଟକ୍ କରିକି ରଖିଛନ୍ତି। ଏବେ ଯେହେତୁ ମାନେ ଶୁଖିଲା ଦିନ, ସେଇଥିପାଇଁ ଇଏ ରୋଷେଇ ହବନି। ବର୍ଷା ଯେତେବେଳେ ଏମର୍ଜେନ୍ସି ପଡିବ, ଏ କାଠରେ ରୋଷେଇ ହବ। ଚାଲନ୍ତୁ ଆଉ ଗୋଟେ ଆମ ରୋଷେଇ ଘରରେ ଏଣ୍ଟ୍ରି କରିବା। ସିଷ୍ଟମ ଦେଖନ୍ତୁ, ବାପାଙ୍କ ସିଷ୍ଟମ ସବୁ ଅଲଗା ପ୍ରକାର। ଖୋଲିଲେ ଭିତରକୁ, ଏଇ ଘର ପୁଣି ଖଟ ଗୋଟେ। ଯେତେବେଳେ ଆମେ ଆସୁ ଗାଁରେ, ବାପା ବୋଉ ଏଇ ଘରେ ପଳେଇ ଆସନ୍ତି। ଏପଟେ ଆମେ ସେ ଇଏ ରହୁ।
ଆଉ ରୋଷେଇ ଘର ଏଇଠି ସବୁ ଧୁଆଧୁଇ ପାଇଁ ସିଷ୍ଟମ। ମାଟି ଘର ହେଲେ କଣ ହେଲା, ଆମର ସିଷ୍ଟମ ସବୁ ଅଲଗା। ଆଉ ବାସନ କୁସନ ରଖିବା ପାଇଁ ଏଇଠି ଜାଗା, ଏଇଠି ବି କାଠ ରଖା ହଉଥିଲା। ଏଇ ଉପରେ ଦେଖିପାରୁଛନ୍ତି ରୋଷେଇ ଘର ଯେହେତୁ ମାନେ ଅଳିଆ ପଡିଛି। ଆଉ ଇଏ ହେଲା ମାଟି ଚୁଲା, ଏଇ ଚୁଲାରେ ବୋଉ ରୋଷେଇ କରନ୍ତି। ଏବେ ତ ସବୁ ବନ୍ଦ ହେଲାଣି, 2 ଜଣ ଆଉ କଣ କରିବେ। ଏଇଠି ଆପଣଙ୍କ ଜିନିଷ ପତ୍ର ରଖିବା ପାଇଁ ସିଷ୍ଟମ, ବାପାଙ୍କ ସିଷ୍ଟମ। ଆଉ ଇଏ ବଲ୍, ମାନେ କୋଉ ଜାଗାରେ ଆପଣ ତାର ଟିକେ ଝୁଲିବା ପାଇଁ ଦେଖିବେନି, ସବୁ ବନ୍ଧା ହେଇଛି ଦେଖନ୍ତୁ। ବାପା ମାନେ ଛୋଟ ମୋଟ ଗୋଟେ ଇଲେକ୍ଟ୍ରିସିଆନ, ଛୋଟ ମୋଟ ନା ବଡ ଇଲେକ୍ଟ୍ରିସିଆନ। ଏ କୋଉ ସୁଇଚ ତ ମୁଁ ଜାଣିନି। ହେଇ ଚାଲିଲା। ସିଟି ମାନଙ୍କର ଯେମିତି ଖାଲି ଗୋଟେ ଘର ପାଇଁ ଜାଗା ଥାଏ, ଆମର ସେଠି ସେୟା ନୁହଁ। ମାନେ ଆମର ଘର ଛାଡି ଆହୁରି ବହୁତ ଜାଗା ଅଛି। ପଛରେ ମୁଁ ଆପଣଙ୍କୁ ଦେଖଉଛି। ଏ କଦଳୀ ଗଛ ସବୁ ଆମର, କଦଳୀ ଗଛ ତ ହେଇନି କଦଳୀ ଏଯାଏଁ। ପଛପଟେ ବାଉଁଶ ଗଛ ଏରିଆ ଆମର। ସେପଟେ ଯୋଉ ବାଡ଼ ଲାଗିଛି, ଆରପଟେ ଯୋଉ ଘର ଏରିଆ ଦେଖୁଛନ୍ତି, ଏ କୋଠା ଘର ଦିଆଯାଇଛି। ଏ ବି ଆମର ଥିଲା, ଏ ଆମ ସଣ୍ଡାରେ ଲଗେଇଛନ୍ତି ବାପା। ଏଇ ସାଇଡ ରେ କୋଠା ଘର, ଆମର ମାଟି ଘର। ଘର ପଛଟା ଦେଖିଲେ ଏଇମିତିଆ। ବାପାଙ୍କ ସାଇକେଲ, ଇଏ ବୋଧେ ଆପଣଙ୍କର 10 ବର୍ଷ ଉପରେ ହବ। ବାପା ବାଗେଇ ବାଗେଇ ରଖୁଛନ୍ତି, ଯେତେବେଳେ ଯାହା ଟିକେ ଅଧା କୋଉଠି କଣ ଯିବାର ଯାଉଛନ୍ତି। ଆଉ ନହେଲେ ନାଇଁ, ଆମର ପଛ ପଟେ ବି ଲାଗିଛି ଦେଖନ୍ତୁ ବଲ୍ବ। ରାତିରେ କେତେବେଳେ କଣ ବାହାରକୁ ଆସେ, ବଲ୍ବ ସୁଇଚ୍ ତା ଭିତରେ ମୁଁ ଦେଖୁନଥିଲି ଯୋଉ ସୁଇଚ୍, ସେ ସୁଇଚ୍ ଭିତରେ କୋଉଟା ମାରିଲେ ଇଏ ଜଳିବ, ହେଲେ ମତେ ତ ଜଣା ନାହିଁ। ଆପଣଙ୍କୁ ଯୋଉ ଦେଖେଇଲି ଯୋଉ ଆମ ଘର ସାଇଡ ଟା, ଇଏ ବି ଜାଗା ଆମର ଥିଲା। ହେଲେ କିଛି ରିଜନ ସକାଶେ ଆମକୁ ବିକିବାକୁ ପଡିଲା। ବେଶୀ ନୁହଁ, ଏ ଲାଷ୍ଟ 4-5 ବର୍ଷ ବିକି ଦେଇଛୁ ଆମେ। ସେମାନେ ଆସିକି କୋଠା ଘର ଫର କହିସାରିଲେଣି। ତ ପଇସାର ସମସ୍ୟା ତ ସମସ୍ତଙ୍କ ଥାଏ। ଇମର୍ଜେନ୍ସି ଏମିତି ଆସିଯାଇଥିଲା, ଯୋଉ କାରଣ ବାପା ଜାଗା ବିକିବା ପାଇଁ ବାଧ୍ୟ ହେଇଥିଲେ। ତ ଦେଖିବା, ଯଦି ଫ୍ୟୁଚରରେ କେବେ ସେମିତି ହଉଛି, ବାପା ସିନା ଏଇ ଜାଗା ବିକିଦେଲେ, ଭୁବନେଶ୍ୱରରେ କେତେବେଳେ କଣ ଜାଗା ଯଦି କିଣି ପାରିଲି, ବାପାଙ୍କୁ ନେଇକି ସେଠି ରଖେଇ ପାରିବି। ଆମ ମୋଟର ସୁଇଚ୍ ଏଟା ଅନ୍ କଲେ ତ ମୋଟର ଚାଲେ, ଏଇଠି ପାଣି। ହେଲେ ଆମ ଗାଁ ଏରିଆରେ କଣ, ମାନେ ପାଣିରେ ଆଇରନ୍ ଅଧିକା, ସବୁ ପୁରା ଏରିଆ ନାଲି ହେଇଯାଏ। ଦେଖନ୍ତୁ ପାଣିର ଅବସ୍ଥା। ଯେହେତୁ ଆମେ ରହୁନୁ ଗାଁରେ, ସେଇଥିପାଇଁ ଆମର ଡ୍ରେସ ପତ୍ର ମାନେ ଠିକ କଲର ଅଛି। ନହେଲେ ଧରନ୍ତୁ ଗାମୁଛା ଫାମୁଛା ସବୁ କଲର ନାଲି ହେଇଯିବ। ନାଲି ମାନେ ସେ ଅଲଗା ପ୍ରକାର ଦେଖିବ, ଲୋକ ଦେଖିଲେ ଭାବିବେ ଇଏ କଣ ସଫା କରୁନାହାନ୍ତି ନା କଣ, ଏମିତି ଅବସ୍ଥା। ଆପଣ ଧଳା ଜିନିଷ ହେଲେ, ଧଳା ସାର୍ଟ ପ୍ୟାଣ୍ଟ ଯଦି ଧୋଇବେ ତ ଅବସ୍ଥା ମାନେ ପୁରା ନାଲିଆ ପଡିଯିବ। ସେଇ ସକାଶେ ବୋଉ ଆମ ଏଇ ମଟର ପାଣି କିଛି ଧୁଆ ଧୁଇ କରନ୍ତିନି। ପଡ଼ିଶା ଘରୁ, ଗାଁରେ ତ ଏମିତି ହୁଏ, ପଡ଼ିଶା ଘରେ ଯାଇକି ତାଙ୍କ ଟ୍ୟୁବୱେଲରେ ଯାଇକି ପାଣିରେ ଯାହା ଧୁଆ ଧୁଇ ଯାହା ସବୁ କରନ୍ତି। ଟାଇମ ବର୍ତ୍ତମାନ 12ଟା 12:30 ହବ। ବର୍ତ୍ତମାନ ଘରେ ଶୋଇଛି। ଆଉ ଗୋଟେ କଥା, ମାନେ ଆପଣ ସହରରେ ଯେତେ 10,000 15,000 ଘର ଭଡା ନେଇକି କୋଠା ଘରେ ରୁହନ୍ତୁ, ତାଠୁ ମାନେ 100 ଗୁଣ ଶାନ୍ତି ନିଜ ଗାଁ ରେ ଆସିବେ, ଚାଳ ଛପର ଘରେ, ୟା ଭଳିଆ ଶାନ୍ତି ଭାଇ ଆଉ କୋଉଠି ନାହିଁ ସଂସାରରେ। ସେଟା ଯଦି ଆପଣ ମାନେ ନିଜ ଘର ଛାଡି, ଗାଁ ଛାଡିକି ଯାଇକି କୋଉଠି ବାହାରେ ରହୁଛନ୍ତି କାମ ସକାଶେ, ତାପରେ ଗାଁ ରେ ଆସିବା, ତାର ଯୋଉ ମଜା ଟା, ଯୋଉ ଫିଲ୍ ଟା, ନିଜ ଘରେ ଆସିକି ପଛେ ମାଟିରେ ଶୁଅନ୍ତୁ, ଖଟ ନଥାଉ, ତାରି ମଜା ଭାଇ କହିକି ବୁଝେଇ ହବନି। ବୋଉ ବର୍ତ୍ତମାନ ରୋଷେଇ ଷ୍ଟାର୍ଟ କରିଦେଲେଣି। ଏ କଣ ଗୋଟେ ରୋଷେଇ ବସେଇଛନ୍ତି। ଆଉ ଇଏ ଆମର ଇଣ୍ଡକ୍ସନ, ଇଏ ଇଣ୍ଡକ୍ସନ ବୋଧେ 8-9 ବର୍ଷ ପୁରୁଣା ଇଣ୍ଡକ୍ସନ। ମୁଁ ଯେତେବେଳେ ଚେନ୍ନାଇ ରହୁଥିଲି, ସେତେବେଳକୁ ଆଣିଥିଲି। ଚେନ୍ନାଇରୁ ଏଠି ଗାଁକୁ ଫେରିଲି ଯେତେବେଳେ, ଗାଁକୁ ଆସିଲା ପରେ ପୁଣି ଭୁବନେଶ୍ୱର ଗଲି ମୁଁ। ତ ସେତେବେଳକୁ ଘରେ ରଖିକି ଯାଇଥିଲି। ତ ଆଜିର ଭିଡ଼ିଓଟି ଏଇଠି ଶେଷ କରୁଛି। ଯେହେତୁ ମୁଁ ଗାଁରେ ଆସିଛି, ଇଏ ନୁହଁ ଯେ ଗାଁରେ ଖାଲି ଆମ ଘର ଭଲ ମନ୍ଦ ଏତିକି। ଆମ ଗାଁ ଯେହେତୁ ଆପଣଙ୍କର ପୁରା ମାନେ କେନ୍ଦ୍ରାପଡ଼ାର ଲାଷ୍ଟ ଏରିଆରେ, ଆମ ଗାଁଠୁ, ଆମ ଗାଁରେ ଲାଗିଛି ନଈ, ସେ ନଈରେ କେତେ 1-1.5 ଘଣ୍ଟା ବୋର୍ଡରେ ଗଲେ ଆପଣ ସମୁଦ୍ରକୁ ଯାଇପାରିବେ। ଯୋଉ ଓକିଟଲା, ତାପରେ ଆପଣଙ୍କର ବତିଗର, ସେ ସବୁ ଏରିଆ ସବୁ ଅଛି। ତ ଆଶା କରିବି ନେକ୍ସଟ ଭିଡ଼ିଓରେ ଆପଣଙ୍କୁ ସେସବୁ ବିଷୟରେ ଦେଖେଇବା ପାଇଁ। ତ ଆଜି ପାଇଁ ତ ଭିଡ଼ିଓରେ ଏତିକି। ଆଶା ରଖୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ତ ଯେଉଁମାନେ ବି ଚ୍ୟାନେଲରେ ନୂଆ କରିକି ଆସିଛନ୍ତି, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ ସେୟାର କମେଣ୍ଟ କରିବାକୁ ଜମାରୁ ଭୁଲେନି। ରହିଲି, ନମସ୍କାର, ଜୟ ଜଗନ୍ନାଥ।